ଆର୍ଯ୍ୟ କୃଷ୍ଟିର ନାମ ଶୁଣିଲେ ହିଁ ପ୍ରାଚୀନ ଭାରତବର୍ଷର ଦୃଷ୍ଟିପଟ ଆମମାନଙ୍କର ଆଖିରେ ଭାସି ଉଠେ। କାରଣ ଆମେମାନେ ରାମାୟଣରେ, ମହାଭାରତରେ ସବୁ ଆର୍ଯ୍ୟ ପୁତ୍ର, ଆର୍ଯ୍ୟ ସୁତ ଶବ୍ଦର ପ୍ରୟୋଗ ଶୁଣୁ। ଆଉ ଆମେମାନେ ଇତିହାସ ବହିରେ ମଧ୍ୟ ସମସ୍ତେ ସେତେବେଳେ ଷଷ୍ଠ ସପ୍ତମ ଶ୍ରେଣୀରେ ସବୁ ଆର୍ଯ୍ୟୋତ୍ତର ଚଳଣିର କଥା, ଋଗ୍ ବେଦରେ ଆର୍ଯ୍ୟ ମାନଙ୍କର ସାମାଜିକ ଚଳଣିର କଥା ବହୁ ଭାବରେ ବର୍ଣ୍ଣିତ ହେଇଛି। ଅନେକ ମତ ଦିଅନ୍ତି, ଏବେ ରିସେଣ୍ଟଲି ମଧ୍ୟ 2018-19ରେ 150 ଜଣ ଲୋକଙ୍କୁ ନେଇ ଜିନ୍ ର ଆନାଲିସିସ୍ ହେଇଥିଲା ଯେ ଭାରତର ଲୋକମାନଙ୍କର ଜିନ୍ ଆଉ ଆରିଆନ ମାନଙ୍କର ଜିନ୍, ଯାହାର ଅବଶେଷ ମିଳିଥିଲା ସିନ୍ଧୁ ଘାଟି ସଭ୍ୟତା। ଆମେ ହରପ୍ପା ଆଉ ମହେଞ୍ଜୋଦାର ସଭ୍ୟତାର କଥା ପଢୁଥିଲୁ ଇତିହାସ ବହିରେ। ତାର ଜିନ୍ କୁ ନେଇ ଦେଖାଗଲା ତା ଭିତରେ ଗୋଟିଏ ଜିନ୍ ହିଁ ମିସିଂ ରହିଛି, ଏକ୍ସଟ୍ରା ରହିଛି, ଯୋଉଟା କି ଇରାକ ଆଉ ଇରାନର ଲୋକଙ୍କ ଭିତରେ ଦେଖିବାକୁ ମିଳେ। ତେଣୁ ଅନେକ କହନ୍ତି ସେମାନେ ୟୁରୋପରୁ ଆସିଥିଲେ, ଅନେକ କହନ୍ତି ସେମାନେ ଭାରତର ହିଁ ବଂଶୋଦ୍ଭବ ବା ଅଲଗା ଜାଗାରୁ ଆସିଥିଲେ। ଆରିଆନ ଇନଭାସନ ହେଇଥିଲା, ବହୁତ ବଡ ଯୁଦ୍ଧ ହେଇଥିଲା, ଏଇ ସବୁ କଥା ଆମେ ଇତିହାସ ବହିରେ ପଢୁ। କିନ୍ତୁ ସେମାନେ ବର୍ତ୍ତମାନ ତାହା ଖାରଜ କରିଦେଇଛନ୍ତି କି ନାଇଁ, ଯୁଦ୍ଧ ବୋଲି କିଛି ହେଇନଥିଲା। ହଁ, ବହୁ ସଂଖ୍ୟାରେ ସେମାନେ ଆସିଥିଲେ, ତାଇ ଭାରତରେ ବି ଆରିଆନ ମାନେ ଥିଲେ, ବାହାରୁ ଥିଲେ। ଏଇ କଥାଟା ଠାକୁରଙ୍କର ଆର୍ଯ୍ୟ କୃଷ୍ଟିର 144 ନମ୍ବର ବାଣୀର ସମର୍ଥନରେ ଯାଉଛି। ଆଗକୁ ଆଗକୁ ଆହୁରି ରିସର୍ଚ୍ଚ ହବ, ଆଉ ନୂଆ ନୂଆ କଥା ମଧ୍ୟ ବାହାରିବ। ସେ ଯାହା ବି ହଉ, ଆର୍ଯ୍ୟ ଭୂଖଣ୍ଡ କହିଲେ ବା ଆର୍ଯ୍ୟାବର୍ତ୍ତ କହିଲେ ସମଗ୍ର ଅଖଣ୍ଡ ଭାରତ ବର୍ଷଟାକୁ ବୁଝଉଥିଲା। ଆର୍ଯ୍ୟ ମାନେ ଯେଉଁଠି ଚଲାବୁଲା କରନ୍ତି, ବିଚରଣ କରନ୍ତି, ତାହା ହଉଛି ଆର୍ଯ୍ୟ ଭୂଖଣ୍ଡ। ପ୍ରଥମେ ବିନ୍ଧ୍ୟ ଆଉ ହିମାଳୟ ମଧ୍ୟବର୍ତ୍ତୀ ସ୍ଥାନକୁ ଆର୍ଯ୍ୟାବର୍ତ୍ତ କୁହାଯାଉଥିଲା। ପରବର୍ତ୍ତୀ କାଳରେ ଆର୍ଯ୍ୟମାନେ ଭାରତ ବର୍ଷର ଅନ୍ୟାନ୍ୟ ଅଞ୍ଚଳକୁ ପରିବ୍ୟାପ୍ତ ହେଲେ। ଏଣୁ ଆର୍ଯ୍ୟାବର୍ତ୍ତର ପରିସୀମା ଓ ବ୍ୟାଖ୍ୟା ପରିବର୍ତ୍ତିତ ହେଲା। ତେଣୁ ଅମର କୋଷରେ ମଧ୍ୟ ଦେଖିବାକୁ ମିଳେ, ଆ ସମୁଦ୍ରା ବଇ ପୂର୍ବ ଦାସା ମୁଦ୍ରା ତୁ ପଶ୍ଚିମାତ୍ ତୟୋରେବାନ୍ତର ଗିର୍ଜୋ ରାଜ୍ୟବର୍ତ୍ତଃ ବିବୁଧାଃ। ପୂର୍ବରୁ ସମୁଦ୍ରରୁ, ପଶ୍ଚିମରୁ ସମୁଦ୍ରରୁ ହିମାଳୟ ପର୍ଯ୍ୟନ୍ତ ଅଞ୍ଚଳକୁ ଆର୍ଯ୍ୟାବର୍ତ୍ତ ବୋଲି କୁହାଯାଉଥିଲା। ଏବେ ଏଇ ଆର୍ଯ୍ୟ ଶବ୍ଦଟାର ଅର୍ଥ କଣ? ଏଇଆ କି ଯେ ଭାରତ ବର୍ଷରେ ବାସ କରୁଥିବା ଲୋକ ଆର୍ଯ୍ୟ, ଆଉ ସମସ୍ତେ ଅନାର୍ଯ୍ୟ। ଆମେ ଆର୍ଯ୍ୟ ଆଉ ଅନାର୍ଯ୍ୟ। ଦ୍ରାବିଡିଆନ ମାନଙ୍କୁ ଅନାର୍ଯ୍ୟ ବୋଲି କହୁ। ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ ଏଇ 4ଟି ପ୍ରଦେଶରେ ଆମର ଦ୍ରାବିଡିଆନ ଲୋକମାନେ ରହୁଥିଲେ। କିନ୍ତୁ ବହୁ ବର୍ଷ ଧରି ଆରିଆନ ମାନଙ୍କର ସମ୍ମିଶ୍ରଣ ଦ୍ରାବିଡିଆନ ମାନଙ୍କ ସହିତ ହବା ଫଳରେ ଆମେମାନେ ହିଁ ହଉଛୁ ତାଙ୍କର ଫଳ। ଆରିଓ ଦ୍ରାବିଡିଆନ। ପିଓର ଆରିଆନ ବର୍ତ୍ତମାନ ଆଉ ପ୍ରାୟ କୌଣସି ଜାଗାରେ ଦେଖିବାକୁ ମିଳୁନାହାନ୍ତି। କାହିଁକି? କାରଣ ବହୁ ବହୁ ବର୍ଷ ଧରି ବିବାହର ସଂଗଠନ ହବା ଫଳରେ, ରକ୍ତର ସମ୍ମିଶ୍ରଣ ହବା ଫଳରେ ଯୋଉ ସବୁ ପିଓର କ୍ୟାରେକ୍ଟର ଗୁଡାକ ଥିଲା, ସେଗୁଡାକ ପ୍ରାୟ ଆଉ ଦେଖିବାକୁ ମିଳୁନାହିଁ। ତେଣୁ ଆର୍ଯ୍ୟ ଶବ୍ଦର ପ୍ରକୃତ ଅର୍ଥ ଠାକୁର କହୁଛନ୍ତି ପ୍ରକୃତ ଆଚରଣ କରୁଥିବା ବ୍ୟକ୍ତି, ଅର୍ଥାତ୍ ଅର୍ତ୍ତୁମ ପ୍ରକୃତ ମାଚରତୁ ଯୋଗ୍ୟଃ। ପ୍ରକୃତ ଆଚରଣ ଯେ କରେ, ଏହା ହଉଛି ଶବ୍ଦ କଳ୍ପଦ୍ରୁମର ମତ। ସର୍ବଶ୍ରେଷ୍ଠ ସ୍ୱାମୀ, ଈଶ୍ୱର ପୁତ୍ର, ପରମେଶ୍ୱରଙ୍କ ଶ୍ରେଷ୍ଠ ସୁପୁତ୍ର, ସମ୍ପତ୍ତିର ବାସ୍ତବିକ ସ୍ୱାମୀ, ଏ ହଉଛନ୍ତି ଆର୍ଯ୍ୟ। ସ୍ମୃତି ଶାସ୍ତ୍ରରେ ମନୁସ୍ମୃତିର 10ମ ଅଧ୍ୟାୟରେ 353 ନମ୍ବର ଶ୍ଲୋକରେ ମଧ୍ୟ ଦେଖିବାକୁ ମିଳେ, କର୍ତ୍ତବ୍ୟାଚରନ୍ କାମ ମର୍ତ୍ତବ୍ୟ କାମ କର୍ତ୍ତବ୍ୟ ମାନଚରନ୍ ତିଷ୍ଠତି ପ୍ରକୃତାଚାରେ ସତୁ ଆର୍ଯ୍ୟ ଇତି ସ୍ମୃତଃ। କର୍ତ୍ତବ୍ୟ ଆଚରଣ କରୁଥିବା, ଅକର୍ତ୍ତବ୍ୟକୁ ଆଚରଣ କରୁନଥିବା ତଥା ପ୍ରକୃତ ଆଚରଣରେ ବିଦ୍ୟମାନ ବ୍ୟକ୍ତି ହିଁ ଆର୍ଯ୍ୟ। ଠାକୁରଙ୍କର ମତ ଅନୁସାରେ ପଞ୍ଚ ବରିହିକୁ ଯେଉଁମାନେ ସ୍ୱୀକାର କରନ୍ତି, ବରିହି ମାନେ ଅଗ୍ନି, ଯୋଉ 5ଟା ନିୟମ ଠାକୁରଙ୍କର ଦିଆ ରହିଛି ପଞ୍ଚବରିହି, ଆଉ ସପ୍ତାର୍ଷିକୁ ଅନୁସରଣ କରନ୍ତି, ସେମାନେ ଯେକେ ହିଁ ହୁଅନ୍ତୁ, ସେ ସମସ୍ତେ ଆର୍ଯ୍ୟ ବା ଆର୍ଯ୍ୟୀକୃତ।
ଶାଶ୍ୱତୀ 601 ବାଣୀ। ସଂଜ୍ଞା ସମୀକ୍ଷା 192 ବାଣୀରେ ଠାକୁର କହୁଛନ୍ତି ଶ୍ରେୟ ସନ୍ଦୀପ୍ତ ଏକାନୁଧ୍ୟାୟୀ ସୁସଙ୍ଗତ ସମ୍ବେଦନାରେ। ଶ୍ରେୟ ସନ୍ଦୀପ୍ତ ଅର୍ଥାତ୍ ଯେ ଶ୍ରେଷ୍ଠ, ତାଙ୍କଠାରେ ଯେ ସଦାସର୍ବଦା ଲାଗି ରହିଛି, ଯେ ଦୀପ୍ତିମନ୍ତ, ଏକଙ୍କୁ ହିଁ ଅନୁସରଣ କରେ। ଈଶ୍ୱର ଏକ ଆଉ ଅଦ୍ୱିତୀୟ, ଏଇ କଥାକୁ ଯୋଉମାନେ ବିଶ୍ୱାସ କରନ୍ତି ଆଉ ମାନନ୍ତି, ଏକାନୁଧ୍ୟାୟୀ ସୁସଙ୍ଗତ ସମ୍ବେଦନାରେ, ଯୋଗ୍ୟତାର ପରାବର୍ତ୍ତିନୀ, ସଂହତି ମୁଖର ଅଭ୍ୟୁଦୟୀ ଚଳନୀ ହିଁ ଆର୍ଯ୍ୟତ। ମାନେ ଏଇ ପ୍ରକାର ଚଳନରେ ଅଭ୍ୟସ୍ତ ହବାଟା ହିଁ ହଉଛି ଆର୍ଯ୍ୟତ୍ୱ। ତାପରେ ଆର୍ଯ୍ୟ କୃଷ୍ଟି 132 ବାଣୀରେ କହୁଛନ୍ତି ବୈଶିଷ୍ଟ୍ୟ ପାଳି ଆପୁରୟମାଣ ଇଷ୍ଟାର୍ଥ ଦୀପନାରେ ଅଚ୍ୟୁତ ନିରନ୍ତରତା ନେଇ ପୁରୁଷାନୁକ୍ରମେ ଆଦର୍ଶ ଧର୍ମ ଓ ସତ୍ତା ପୋଷଣୀ ଗବେଷଣା ସମ୍ବେଗୀ କୃଷ୍ଟି ଗୌରବ ବାହୀ ଯେଉଁମାନେ, ବାସ୍ତବରେ ଅନୁଚର୍ଯ୍ୟାରେ ଆର୍ଯ୍ୟ ହିଁ ସେମାନେ। ନା ବୈଶିଷ୍ଟ୍ୟ ପାଳି ଆପୁରୟମାଣ ଇଷ୍ଟାର୍ଥ ଦୀପନାରେ, ବୈଶିଷ୍ଟ୍ୟ ପାଳି ଆପୁରୟମାଣ କିଏ? ନା ସ୍ୱୟଂ ପୁରୁଷୋତ୍ତମ। ତାଙ୍କର କାର୍ଯ୍ୟରେ ନିଜକୁ ନିଯୁକ୍ତ କରି ଅଚ୍ୟୁତ ନିରନ୍ତରତା ନେଇ କଣ୍ଟିନ୍ୟୁଅସଲି ପିଢି ପରେ ପିଢି ପୁରୁଷାନୁକ୍ରମେ ଆଦର୍ଶ ଧର୍ମ, ପିଢି ପରେ ପିଢି ଯିଏ ସତ୍ତା ପୋଷଣୀ ଗବେଷଣା ସମ୍ବେଗୀ କୃଷ୍ଟି ବା କାଲଚରକୁ ଧାରଣ କରିଛନ୍ତି, ଯେଉଁମାନେ ନିଜର ପରମ୍ପରା ସଂସ୍କୃତିରେ ଅତୁଟ, ସେମାନଙ୍କ ଘରେ ପ୍ରତିଲୋମ ପ୍ରବେଶ କରିନାହିଁ, ଗୌରବ ବାହୀ ଯେଉଁମାନେ, ବାସ୍ତବ ସେବା ଭିତରେ ଦେଇ, ସେଇମାନେ ହିଁ ହଉଛନ୍ତି ଆର୍ଯ୍ୟ। ପୁଣି ଆର୍ଯ୍ୟ କୃଷ୍ଟି 134 ବାଣୀରେ କହୁଛନ୍ତି ଯେଉଁମାନେ ପଞ୍ଚବର୍ହିକୁ ସ୍ମରଣ କରି ଚାଲନ୍ତି ଆଉ ଜୀବନକୁ ନିୟନ୍ତ୍ରିତ ବି କରନ୍ତି, ସେହିପରି ଆପୁରଣୀ ଇଷ୍ଟ ଧର୍ମ ଓ କୃଷ୍ଟିର ଅଭ୍ୟୁଦୟୀ ଅଭିନନ୍ଦନରେ ସେମାନେ ସର୍ବୋତ ଭାବରେ ଆର୍ଯ୍ୟୀକୃତ। ତେଣୁ ସେମାନେ ଆର୍ଯ୍ୟ। ସେମାନଙ୍କର ବୀଜ ବୈଶିଷ୍ଟ୍ୟ ବହନ କରି ତା ସେମାନେ ବୈଷ୍ଣବ ବି ହୁଅନ୍ତୁ, ଶାକ୍ତ ହିଁ ହୁଅନ୍ତୁ, ଶୈବ ହିଁ ହୁଅନ୍ତୁ, ସୌର ହିଁ ହୁଅନ୍ତୁ, ଗାଣପତ୍ୟ ହିଁ ହୁଅନ୍ତୁ, ତାନ୍ତ୍ରିକ ହିଁ ହୁଅନ୍ତୁ, ଶିଖ ହିଁ ହୁଅନ୍ତୁ, ଜୈନ ହିଁ ହୁଅନ୍ତୁ, ବୌଦ୍ଧ ହିଁ ହୁଅନ୍ତୁ, ମୁସଲମାନ ହିଁ ହୁଅନ୍ତୁ, ଖ୍ରୀଷ୍ଟିଆନ ହିଁ ହୁଅନ୍ତୁ, ଆଉ ଯାହା କିଛି ହୁଅନ୍ତୁ ନା କାହିଁକି, ଯୋଉମାନେ ପଞ୍ଚବର୍ହିକୁ ସ୍ମରଣ କରନ୍ତି, ପଞ୍ଚାଗ୍ନିର କଥା ମାନି ଚଳନ୍ତି, ସେଇମାନେ ହିଁ ଆର୍ଯ୍ୟ। ଅନୁଶ୍ରୁତି ପ୍ରଥମ ଖଣ୍ଡ ଆର୍ଯ୍ୟ କୃଷ୍ଟି ବାଣୀ ସଂଖ୍ୟା 13ରେ ଠାକୁର କହୁଛନ୍ତି ଆର୍ଯ୍ୟ ତାକୁ ହିଁ କୁହେ କୃଷ୍ଟି ପଥେ ତୁଷ୍ଟି ନେଇ ଇଷ୍ଟ ପଥେ ଚଳେ, ରକ୍ତେ ଗୁନ୍ଥା ଆର୍ଯ୍ୟ ଆଭା ତପଃ କୁତୁହଳେ। କୃଷ୍ଟି ପଥେ ଦୃଷ୍ଟି ନେଇ ଇଷ୍ଟ ପଥେ ଚଳେ, କୃଷ୍ଟି କଲଚରର ପଥରେ ଦୃଷ୍ଟି ଦେଇକି ଇଷ୍ଟଙ୍କର କଥାଟାକୁ ଅବାଧ ଭାବରେ ଯେ ମାନି ଚାଲେ, ରକ୍ତେ ଗୁନ୍ଥା ଆର୍ଯ୍ୟ ଆଭା, ଆର୍ଯ୍ୟ ମାନଙ୍କର ଯୋଉ ଉଜ୍ଜ୍ୱଳତା, ଯୋଉ ଆଭା ରକ୍ତରେ ଗୁନ୍ଥା ହେଇଛି, ତପଃ କୁତୁହଳେ, କୌତୁହଳ ବଶତଃ ତାହା ତପରେ ପରିଣତ ହୁଏ, ସେଇମାନେ ହିଁ ଆର୍ଯ୍ୟ। ଯେଉଁମାନେ ବଂଶ ପରମ୍ପରାରେ ଆଦର୍ଶ ଧର୍ମ ଓ କୃଷ୍ଟିର ଦିଗରେ ଚାଲୁଛନ୍ତି, ସେଇମାନେ ହିଁ ଆର୍ଯ୍ୟ। ଆଲୋଚନା ପ୍ରସଙ୍ଗ 22 ଖଣ୍ଡ 1-2 1954। ତେଣୁ ଏଇଟା ହଉଛି ପ୍ରକୃତରେ ଆର୍ଯ୍ୟଙ୍କର ଡେଫିନେସନ। କାରଣ 5000 ବର୍ଷ ପୂର୍ବେ କଣ ଥିଲା, 10,000 ବର୍ଷ ପୂର୍ବେ କଣ ଥିଲା, ତାହା ଆଲୋଚନା କରିବା ଅପେକ୍ଷା ବର୍ତ୍ତମାନ ସମୟରେ କୋଉମାନେ ଆର୍ଯ୍ୟୀକୃତ ହେବେ, କାରଣ ଆର୍ଯ୍ୟ କୃଷ୍ଟି ଯଦି ବଞ୍ଚେ ତାହେଲେ ସମଗ୍ର ପୃଥିବୀ ବର୍ଷ ବଞ୍ଚିବ। ଆର୍ଯ୍ୟ କୃଷ୍ଟିର ପରମ୍ପରାର ଯୋଉ ଧର୍ମ, ତାହା ସମସ୍ତଙ୍କୁ ବଞ୍ଚେଇ ରଖିବ। ଆର୍ଯ୍ୟ କୃଷ୍ଟି ରହିଲେ ହିଁ ପୃଥିବୀରେ କଲଚର ବଞ୍ଚିବ, ତା ନହେଲେ ସବୁ କିଛି ସମାପ୍ତ ହେଇଯିବ। ତେଣୁ ଆର୍ଯ୍ୟ କୃଷ୍ଟିଟାକୁ ଠାକୁର ଏତେ ଗୁରୁତ୍ୱ ଦେଇଛନ୍ତି। ପୁଣି ଏଇ ଆର୍ଯ୍ୟ କୃଷ୍ଟିର ଯୋଉ ବିଶେଷତ୍ୱ, ୟା ଉପରେ ମଧ୍ୟ ଠାକୁରଙ୍କର ବହୁତ ବଡ଼ ବାଣୀ ପ୍ରଦାନ କରାଯାଇଛି। ଆର୍ଯ୍ୟ କୃଷ୍ଟି 139 ବାଣୀରେ ଠାକୁର କହୁଛନ୍ତି ଆର୍ଯ୍ୟ ମାନଙ୍କର କୃଷ୍ଟି, ଆର୍ଯ୍ୟ ଜାତିର କୃଷ୍ଟି ବା କଲଚର ହିଁ ତ ଆର୍ଯ୍ୟ କୃଷ୍ଟି।
କୃଷ୍ଟିର ଆପୁରଣୀ ଶ୍ରେୟ ଓ ପ୍ରେୟ ପ୍ରାଣତାରେ କେନ୍ଦ୍ରାୟିତ ନ ହୋଇ ଅନ୍ୟର ଭାବ, ଅନ୍ୟର ଭାଷା, ଅନ୍ୟର କୃଷ୍ଟି ଓ ଆଚାରକୁ ସ୍ୱୀକାର କରି ସେଥିରେ ଆତ୍ମନିମଜନ କରିବା। କିନ୍ତୁ ବର୍ତ୍ତମାନ ଆପଣ ଦେଖନ୍ତୁ ଆର୍ଯ୍ୟ କୃଷ୍ଟି ନିଜର ଭାଷା, ନିଜର ଭାବ, ନିଜର ଯାହା ପରମ୍ପରା, ନିଜର ଯାହା ଚଳଣି, ସେ ଦିଗରୁ ଆଜି ଭାରତୀୟ ମାନେ ବିମୁଖ। ସେମାନେ ଅଲଗା ମାନଙ୍କର ଚଳଣି ଆପଣେଇବାରେ ଅଭ୍ୟସ୍ତ, ତାହା ଆପଣ ମାନେ ଦେଖିପାରୁଥିବେ। ତେଣୁ ଯୋଉମାନେ ଅନ୍ୟର ଭାବ, ଅନ୍ୟର ଭାଷା, ଅନ୍ୟର କୃଷ୍ଟି ଓ ଆଚାରକୁ ସ୍ୱୀକାର କରି ସେଥିରେ ଆତ୍ମ ନିମଜନ କରିବା, ନିଜର ବ୍ୟକ୍ତିତ୍ବ, ସମ୍ପ୍ରଦାୟ, ସମାଜ ଓ ରାଷ୍ଟ୍ରର ଅଭ୍ୟୁଦୟ ଆଭିଜାତ୍ୟକୁ ବିବର୍ଜିତ କରି ସେ ଯେ କି ଦୁର୍ବଳତା, କି ସାଂଘାତିକ ଅପକ୍ରମୀ ପ୍ରବୋଧନା, ଯାହା ଫଳରେ ନିଜସ୍ୱ ହରାଇ ଅନ୍ୟ କିଛିର ଆହାର୍ଯ୍ୟ ହୋଇ ସେଥିରେ ଜୀବନ୍ତ ରହିବା ଛଡା ଆଉ ଉପାୟ ରହେ ନା। ମଣିଷ ପରଜୀବୀ ହୁଏ, ଅଲଗା ମାନଙ୍କ ଉପରେ ନିର୍ଭରଶୀଳ ହୁଏ। ନିଜର ପରମ୍ପରାଟାକୁ ଆଜି ମଣିଷ ଭୁଲି ଯାଇଛି, ନିଜର ବୈଶିଷ୍ଟ୍ୟଟାକୁ ଭୁଲି ଯାଇଛି, ଅଲଗା ମାନଙ୍କ ହାତରେ ନିଜର ସ୍ୱାଧୀନତାଟାକୁ ଟେକି ଦେଇଛି। ପୁନଶ୍ଚ ସରଳତାର ଲକ୍ଷଣ ହିଁ ସେଠାରେ କେନ୍ଦ୍ରାୟିତ ପ୍ରେୟ ପ୍ରାଣତାର ପରିବେଶର ଭାବ, ଭାଷା, ଆଚାର ଓ ସଂସ୍କୃତିକୁ ନିଜର ଭାବ, ଭାଷା, ଆଚାର ଓ ସଂସ୍କୃତିରେ ପରିପାଚିତ ଓ ପରିଶୋଧିତ କରି ବୈଶିଷ୍ଟ୍ୟବାନ, ଅଭ୍ୟୁଦୟୀ ଆଭିଜାତ୍ୟକୁ ସମ୍ବର୍ଦ୍ଧିତ କରି ତୋଳା ହୁଏ। ସୁବିନ୍ୟସ୍ତ ଏହି ଆଚରଣ ଜୀବନ ଓ ଜାତିକୁ ଉଦ୍ବର୍ଦ୍ଧି କରି ତୋଳେ। ଆଉ ଏହା ହିଁ ହଉଛି ଆର୍ଯ୍ୟ ବୈଶିଷ୍ଟ୍ୟ କୃଷ୍ଟିର ସମ୍ବର୍ଦ୍ଧନା। ତେଣୁ ନିଜର ପରମ୍ପରା ପ୍ରତି ଯୋଉମାନଙ୍କର ସମ୍ମାନ ନାହିଁ, ସେମାନେ କେବେ ବି ଆର୍ଯ୍ୟୋତ୍ତର ଚଳଣିରେ ଚଳୁ ହିଁ ନାହାନ୍ତି। ତାପରେ କହୁଛନ୍ତି ଆର୍ଯ୍ୟତ୍ୱ କଣ? ଆମ ମାନଙ୍କ ଭିତରେ ଆରିୟନ ମାନଙ୍କର ରକ୍ତ ପ୍ରବାହିତ ହଉଛି କି? ଠାକୁର କହୁଛନ୍ତି ଋଷିର ରକ୍ତ କେବେ ମରେନା, ଆର୍ଯ୍ୟ ପୁତ୍ରର ରକ୍ତ କେବେ ମରେନା। ହେ ଆର୍ଯ୍ୟ ପୁତ୍ର ମାନେ ଯଦି କେଉଁଠି କେହି ବି ଅଛ, ତାହେଲେ ସେ ଆର୍ଯ୍ୟୋତ୍ତର ଚଳଣିକୁ ପୁଣି ଉଦ୍ଭାସିତ କରିବା ତୁମ ମାନଙ୍କର ଦାୟିତ୍ୱ ଆଉ କର୍ତ୍ତବ୍ୟ। ତେଣୁ ଆର୍ଯ୍ୟତ୍ୱ କହିଲେ ଠାକୁର କଣ ବୁଝନ୍ତି? ଜୀବନ ଗତିଶୀଳ, ଧର୍ମ ବି ଗତିଶୀଳ, କୃଷ୍ଟି ବି ଗତିଶୀଳ। ଏହି ଗତିଶୀଳତାର ବିନାୟିତ କ୍ରମ ଅଭିବ୍ୟକ୍ତି ହିଁ ହଉଛି ଆର୍ଯ୍ୟତ୍ୱ, ଯାହା ଜୀବନକୁ ବିଚ୍ଛିନ୍ନ ନ କରି ସଂଗତିଶୀଳ ତତ୍ପରତାରେ ଉତ୍କର୍ଷ ଦିଗରେ ନେଇଯାଏ। ତେଣୁ ତାହା ଋତ, ତାହା ସତ୍ୟ, ତାହା ବାସ୍ତବ। ଆର୍ଯ୍ୟ କୃଷ୍ଟି 131 ନମ୍ବର ବାଣୀ। ପୁଣି ଆର୍ଯ୍ୟ କୃଷ୍ଟି 137 ନମ୍ବର ବାଣୀରେ କହୁଛନ୍ତି ତୁମର ଇଷ୍ଟ, କୃଷ୍ଟି ଓ ଧର୍ମର ଦର୍ଶନ ଓ ଭାବଧାରାରେ ସେଠାରେ ଯାହାକୁ ଯାଅ ପାଅ, ସେମାନଙ୍କର ଅନ୍ତଃକରଣକୁ ଭରପୁର କରିଦିଅ। ସୁସଙ୍ଗତ ଯୁକ୍ତିପୂର୍ଣ୍ଣ ହୃଦୟ ଅନୁଚର୍ଯ୍ୟାରେ ଯହିଁରେ ସମ୍ବୁଦ୍ଧ ହୋଇଉଠନ୍ତି ସେମାନେ, ସମ୍ବର୍ଦ୍ଧିତ ହୋଇଉଠନ୍ତି ସେମାନେ, ସୁକେନ୍ଦ୍ରିକ ପ୍ରଗତି ମୁଖର ହୋଇ ବାକ୍ୟରେ, ବ୍ୟବହାରରେ ଓ ଚରିତ୍ରରେ ସୁନିର୍ବନ୍ଧ ସହୃଦୟ ବାସ୍ତବ ବାନ୍ଧବତା ନେଇ ତଦନୁଚଳନରେ ଏହି ସମ୍ବେଗ ସ୍ୱତଃ ମୁଖର ହୋଇ ରହିବା ହିଁ ହେଲା ଆର୍ଯ୍ୟତ୍ୱର ଲକ୍ଷଣ। ତେଣୁ ଆର୍ଯ୍ୟତ୍ୱର ଲକ୍ଷଣ ମାନେ ଆଚରଣ ସିଦ୍ଧ ଚଳଣି ତା ଭିତରେ ଥିବ, ଆର୍ଯ୍ୟ ଗାରିମାର ବୈଶିଷ୍ଟ୍ୟ ଥିବ, ଆର୍ଯ୍ୟ ଉଦ୍ବୋଧନ ତା ଭିତରେ ପ୍ରବେଶ କରିଥିବ। ସେଇ ଜିନିଷଟା ରହିବା ଦରକାର। ତାପରେ ଠାକୁର ଗୋଟିଏ ନୂତନ ଶବ୍ଦ ପ୍ରୟୋଗ କଲେ, ଆର୍ଯ୍ୟ ସମାଜ ତନ୍ତ୍ରବାଦ, ଯୋଉଟା କି ପ୍ରକୃତରେ ଆର୍ଯ୍ୟ କୃଷ୍ଟିର ବୈଶିଷ୍ଟ୍ୟଟାକୁ ପ୍ରତିପାଦନ କରେ। ଯତି ଅଭିଧର୍ମ 87 ନମ୍ବର ବାଣୀରେ ଠାକୁର ଏ ଶବ୍ଦର ପ୍ରୟୋଗ କରିଛନ୍ତି ଯେ ଆରିଆନ ମାନଙ୍କର ବୈଶିଷ୍ଟ୍ୟ କଣ ଥିଲା, ବିଶେଷତ୍ୱ କଣ ଥିଲା, ଆଉ ଆଜି ଆର୍ଯ୍ୟ ସନ୍ତାନ କଣ କରୁଛି। ଠାକୁର କହୁଛନ୍ତି ମୋର ମନେ ହୁଏ, ଅବଶ୍ୟ ମୁଁ ମାର୍କ୍ସବାଦ କିଛି ଜାଣେ ନା,
ଆଉ ଭାରତୀୟ ସମାଜତନ୍ତ୍ରର କୌଣସି ଅସ୍ପଷ୍ଟ ଅଭିବ୍ୟକ୍ତି ବି ଏହା ମଧ୍ୟରେ ଅଛି କି ନା ତା ବି ଜାଣେନା। ତେବେ ଆମମାନଙ୍କର ଧନିକ ବା ଶ୍ରମିକର ପ୍ରଶ୍ନ ନଥିଲା। ଦେଖନ୍ତୁ ଆର୍ଯ୍ୟ କୃଷ୍ଟି ଆର୍ଯ୍ୟ ସମାଜ କୋଉ ପ୍ରକାରର ଥିଲା ସେଇ ବିଷୟରେ ଠାକୁରଙ୍କର ମତ। ଆମମାନଙ୍କର ଧନିକ ବା ଶ୍ରମିକର ପ୍ରଶ୍ନ ନଥିଲା, କିନ୍ତୁ ବୈଶିଷ୍ଟ୍ୟାନୁପାତିକ ବର୍ଣ୍ଣାଶ୍ରମୀ ସମ୍ପ୍ରଦାୟ ଓ ବୃତ୍ତି ବିଭାଗ ଥିଲା। ଧନିକ ଶ୍ରମିକ ବୋଲି ରକମାରି ନଥିଲା। ଶ୍ରମିକ ବି ଯେ, ଧନିକ ବି ସେ। ଗୋଟିଏ ସମ୍ପ୍ରଦାୟ ଥିଲା ବାମୁଣ ଅର୍ଥାତ୍ ବିପ୍ର, ଯେଉଁମାନେ ଥିଲେ ସମାଜର ଶିକ୍ଷକ ବା ଆଚାର୍ଯ୍ୟ, ଯେଉଁମାନେ ବର୍ଣ୍ଣ ବୈଶିଷ୍ଟ୍ୟାନୁପାତିକ ଶିକ୍ଷିତ ହୋଇ ଉଠୁଥିଲେ ଚିନ୍ତା ଓ କର୍ମରେ। ବିପ୍ରମାନଙ୍କର ଥିଲା ଉଞ୍ଚ ବୃତ୍ତି, ପ୍ରୀତି ଅବଦାନ ଥିଲା ପରମ ଆଦରର। ଲୋକ ଜୀବନ ହିଁ ଥିଲା ସେମାନଙ୍କର ମୂଳଧନ। ସେମାନଙ୍କର ଅଭ୍ୟୁଦୟ ହିଁ ଥିଲା ସେମାନଙ୍କର ସମ୍ପଦ। ଗବେଷଣା, ଶିକ୍ଷା, ମନ୍ତ୍ରଣା, ବିଧି ପ୍ରଣୟନ, ବିଚାର, ଉପଦେଶ ଇତ୍ୟାଦି। ଫଳ କଥା ଇଷ୍ଟ ଓ ପୂର୍ତ୍ତ ଥିଲା ସେମାନଙ୍କର ସ୍ୱଭାବତଃ ସ୍ୱତଃ ଲୋକଚର୍ଯ୍ୟା। ଦକ୍ଷିଣା ଥିଲା ମହିମାନ୍ୱିତ ପ୍ରାପ୍ତି। କ୍ଷତ୍ରିୟ ବୈଶ୍ୟ ଶୂଦ୍ର ବି ଥିଲା। ସେମାନଙ୍କର ବିଶିଷ୍ଟ ଗୁଚ୍ଛ ଗୁଚ୍ଛ ଗୁଡ଼ିକ ପରସ୍ପର ସ୍ୱତଃ ସ୍ୱାର୍ଥାନ୍ୱିତ ଥିଲେ। ସେମାନେ ପ୍ରତ୍ୟକ୍ଷ ଭାବେ ଋଣୀ ଥିଲେ। ପରସ୍ପର ପ୍ରତ୍ୟେକେ ପ୍ରତ୍ୟେକଙ୍କର ସହଯୋଗୀ ହେବା ଛଡ଼ା ପଥ ନଥିଲା। ବ୍ରାହ୍ମଣର ହାତରେ ମୂଳଧନ ନଥିଲା, ବୈଶିଷ୍ଟ୍ୟ ଅଧ୍ୟୁଷିତ ଚରିତ୍ର ଛଡ଼ା। ବ୍ରାହ୍ମଣ ହାତରେ ଥିଲା ଚରିତ୍ର, ସମାଜ ଗଠନର ଦାୟିତ୍ୱ, ପ୍ରତ୍ୟେକଟି ମଣିଷକୁ ମଣିଷ କରିବାର ଦାୟିତ୍ୱ, ଯୋଉଟା କି ଠାକୁର ଆମକୁ ଯାଜନ କରିବାକୁ ଦେଲେ ଯେ ଆମେ ପ୍ରତ୍ୟେକ ହିଁ ବିପ୍ର ହେଇ ଉଠୁ। ପ୍ରତ୍ୟେକ ହିଁ ଆମେ ମାନେ ବ୍ରାହ୍ମଣତ୍ୱର ପଦବୀରେ ନିଜକୁ ଯୋଗ୍ୟ ଦୀପ୍ତ କରି ତୋଳୁ। ତେଣୁ ବ୍ରାହ୍ମଣର ଦାୟିତ୍ୱ ଥିଲା ଖୁବ୍ ଅଧିକା, ଖୁବ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ବ୍ରାହ୍ମଣ ଥିଲେ ଲୋକ ଶିକ୍ଷକ। ଲୋକ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ଚାଲିବା ହିଁ ଥିଲା ତାଙ୍କର ମୁଖ୍ୟ। କିନ୍ତୁ ପ୍ରୀତି ଓ ସକ୍ରିୟ ସେବା ଦ୍ୱାରା ସମସ୍ତ ସମ୍ପ୍ରଦାୟ ପାଖରେ ସମ୍ମାନିତ ଓ ପୂଜାର ହୋଇ ରହୁଥିଲେ ସେମାନେ। ଗୋଟେ କଥାରେ ସମସ୍ତ ସମ୍ପ୍ରଦାୟର ସକଳ ମଣିଷ ଟଙ୍କା ଓ ଐଶ୍ୱର୍ଯ୍ୟ ହିଁ ଥିଲା ସେମାନଙ୍କର। ନିସ୍ପୃହ ଅଯାଚିତ ପାଇବାରେ ଅନାସକ୍ତ ଅଧୀଶ୍ୱର ହୋଇ ରାଜା ଓ ତାର ପାରିଷଦ ବା ସରକାରର କର୍ତ୍ତବ୍ୟ ଥିଲା ବର୍ଣ୍ଣାଶ୍ରମ ପ୍ରତିପାଳିତ ହେଉଛି କି ନାହିଁ ବିହିତ ଭାବେ ସେଇଟା ଦେଖିବା। ସେତେବେଳେ ନଥିଲା ଦେଶରେ ଚରିତ୍ରର ଅଭାବ, ନଥିଲା ସାମର୍ଥ୍ୟର ଅଭାବ, ନଥିଲା ଅର୍ଥର ଅଭାବ ବା ସମ୍ପଦ ବା ପଣ୍ୟ ବା ଉତ୍ପାଦନର ଅଭାବ। ଯେତେ ପର୍ଯ୍ୟନ୍ତ ନା ବ୍ୟକ୍ତିଗତ ବା ଦଳଗତ ସ୍ୱାର୍ଥ ପରିକଳ୍ପନାରେ ଏଇଟା ବିପର୍ଯ୍ୟସ୍ତ ହୋଇଥିଲା, ତା ହୋଇ ବି ଯେଉଁ କଙ୍କାଳ ଗଢଣ ଏତେ ଦିନ ଏତେ ଟିକେ ବି ଅଛି, ତା ଏହାର ସୁଷ୍ଠୁତ୍ୱର ହିଁ ନିଦର୍ଶନ। ମାନେ ଆଜି ଯେତିକି ଟିକେ ବର୍ଣ୍ଣାଶ୍ରମ ବଞ୍ଚିଛି, ଆଜି ଯେତିକି ଟିକେ ସମାଜର ବ୍ୟବସ୍ଥା ବଞ୍ଚିଛି, ଏଇଟା ପ୍ରମାଣ କରୁଛି କି ଆର୍ଯ୍ୟ କୃଷ୍ଟି କେତେ ଉନ୍ନତ ଥିଲା, କେତେ ମହାନ ଥିଲା ଯେ ଅନେକ ବୈଦେଶିକ ଶତ୍ରୁ ଆକ୍ରମଣ କରିବା ପରେ, 750 ବର୍ଷ କାଳ ଭାରତ ଗୋଲାମୀଗିରି କରିବା ପରେ, ବିଭିନ୍ନ ଧର୍ମ, ବିଭିନ୍ନ ସଂସ୍କୃତି, ବିଭିନ୍ନ କଳା ଭାରତରେ ଅପମିଶ୍ରଣ ହବା ଫଳରେ ବି ଆଜି ମଧ୍ୟ ଭାରତୀୟ କୃଷ୍ଟି ବଞ୍ଚିଛି। ଏହା ପ୍ରମାଣ କରୁଛି କି ଋଷିମୁନି ମାନଙ୍କର ଆର୍ଯ୍ୟୀକୃତ ବ୍ୟବସ୍ଥା କେତେ ସୁଚିନ୍ତିତ ଥିଲା, କେତେ ଉନ୍ନତ ଥିଲା, ଯେ ଏତେ ସବୁ ପ୍ରତିକୂଳତା ସତ୍ତ୍ୱେ ମଧ୍ୟ ହଜାର ହଜାର ବର୍ଷ ଧରି ଆର୍ଯ୍ୟକୃଷ୍ଟି ଆଜି ମଧ୍ୟ ବଞ୍ଚିଛି। ଏଇ ଜିନିଷଟା ହିଁ ପ୍ରମାଣ କରୁଛି ଯେ ଋଷିର ରକ୍ତ କେବେ ମରେନା। ଦୀର୍ଘ
5 ଲକ୍ଷ ବର୍ଷ ତଳୁ ମାନବର ସଭ୍ୟତା ଆରମ୍ଭ। ଆଉ ମାନବ ସଭ୍ୟତା ପୃଥିବୀ ବକ୍ଷରେ ତ 25 ଲକ୍ଷ ବର୍ଷ ତଳୁ ଆରମ୍ଭ ହୋଇଛି। ଭାରତରେ ଯେବେଠୁ ଜନବସତି ଆରମ୍ଭ ହେଇଛି, ଭାରତୀୟ ଲୋକମାନଙ୍କର ରକ୍ତରେ ପୁଣି ଆରିଆନ ଇନଭେସନ ହବା ଫଳରେ ଆର୍ଯ୍ୟୀକୃତ ଚଳଣି ଆମ ମାନଙ୍କ ଭିତରେ ପ୍ରବେଶ କରିଛି। ଏଇ କଥା ସ୍ପଷ୍ଟ ପ୍ରମାଣ କରୁଛି କି ଆମ ମାନଙ୍କର ଚଳଣି, ବ୍ୟକ୍ତି ନୈପୁଣ୍ୟ, ତାର ନିଦର୍ଶନ କେତେ ଉଚ୍ଚରୁ ଉଚ୍ଚତର ଥିଲା। ଆଜି ଆପଣ ଦେଖନ୍ତୁ ମହାକୁମ୍ଭରେ 56 କୋଟି ଲୋକ ବୁଡ ପକେଇ ସାରିଲେଣି। ଏହା ମଧ୍ୟ ପ୍ରମାଣ କରୁଛି ଯେ ଆମ ମାନଙ୍କର ଆସ୍ଥା ଆଉ ଶ୍ରଦ୍ଧା କମି ଯାଇନି। ଆସ୍ଥା ଆଉ ଶ୍ରଦ୍ଧା ସେଇପରି ପୁନରାୟ ବଳବତ୍ତର ରହିଛି। କେବଳ ଏଟାକୁ ପୁନଶ୍ଚ ଜଗେଇବାର କଥା, ଲୋକମାନଙ୍କ ପାଖରେ ପହଞ୍ଚି ତାଙ୍କୁ ଉଦ୍ବୋଧନା ଦବାର କଥା। ତେଣୁ ଆମ ଦେଶରେ ସେଥିପାଇଁ ଭାରତ ଭୂମିକୁ ଦେବଭୂମି ଆର୍ଯ୍ୟାବର୍ତ ବୋଲି କୁହାଯାଉଥିଲା। ଯେଉଁ ଭାରତର ନିର୍ବାଣର ମନ୍ଦ୍ର ଧ୍ୱନିରେ ଚତୁର୍ଦିଗ ପ୍ରକମ୍ପିତ ହଉଥିଲା। ଆର୍ଯ୍ୟ ଭାରତ ବର୍ଷର ସମୁଜ୍ଜଳ ଆଭାରେ ବଶିଷ୍ଠଙ୍କ ପରି, ବିଶ୍ଵାମିତ୍ରଙ୍କ ପରି, ଯାଜ୍ଞବଲ୍କ୍ୟଙ୍କ ପରି କେତେ ଉନ୍ନତ ଆହୁରି କେତେ ଯେ ଋଷିମୁନି ମାନେ ସବୁ ଅଛନ୍ତି, ଯାହାଙ୍କର ବୁଦ୍ଧି, ଜ୍ଞାନ, କୌଶଳ, ଧୀ ସମଗ୍ର ପୃଥିବୀରେ ପ୍ରସାରିତ ହେଇଥିଲା। ଭାରତ ଥିଲା ଜଗତ ଗୁରୁ, ବିଶ୍ଵଗୁରୁ କେନ୍ଦ୍ର ଥିଲା। ଆଉ ଠାକୁର ମଧ୍ୟ ଆଶାବାଦୀ ଯେ ଭାରତ ପୁନଶ୍ଚ ବିଶ୍ଵଗୁରୁ ହବ। ଏଇଠି ସେଇ ପ୍ରକାରର ଦେବ ଜନ୍ମ, ଯୋଗ ଜନ୍ମା ତଥା ଯୋଗ ଜନ୍ମା ସନ୍ତାନଙ୍କର ଆବିର୍ଭାବ ହବ, ଯୋଉମାନେ ପୁଣି ପୃଥିବୀକୁ ରକ୍ଷା କରିବେ। ଆଉ ଏହା ବ୍ରହ୍ମବିଦ୍ ମାନଙ୍କର ମଧ୍ୟ ଭବିଷ୍ୟବାଣୀ। ଭାରତର ଲୋକମାନେ ଆମେରିକାରେ ଥିବେ, ଅଷ୍ଟ୍ରେଲିଆରେ ଥିବେ, ସବୁ ଜାଗାରେ ବର୍ତ୍ତମାନ ବି ଅଛନ୍ତି। ସେଇମାନଙ୍କ ଭିତରୁ ଦେଖିବେ ଭାରତୀୟ ବଂଶୋଦ୍ଭବ ଯୋଉମାନେ କି ନୂତନ ସଭ୍ୟତାର ଆରମ୍ଭ କରିବେ, ନୂତନ ଭାବରେ ପୁଣି ଭାରତୀୟ ସଂସ୍କୃତିକୁ ଲୋକମାନଙ୍କର ସମ୍ମୁଖରେ ପହଞ୍ଚେଇବେ। ଆଉ ସେଇଟା ହିଁ ହବ ନୂତନ ମାନବ ଜାତିର ଉଦ୍ବର୍ଦ୍ଧନା। ତେଣୁ ଭାରତ ସବୁବେଳେ ହିଁ ଜ୍ଞାନ ଦୋପି। ଭାରତ ଶବ୍ଦର ଅର୍ଥ ଯେ ଜ୍ଞାନକୁ ବିକଶିତ କରେ। ଭାରତ କୌଣସି ନିର୍ଦ୍ଦିଷ୍ଟ ଭୂଖଣ୍ଡ ନୁହେଁ, କୌଣସି ଦେଶ ନୁହେଁ, ବରଂ ସମସ୍ତଙ୍କୁ ଯେ ଉଜ୍ଜଳତାର ଆଭାରେ ପ୍ରକମ୍ପିତ କରୁଥିଲା, ସମସ୍ତଙ୍କର ଯେ ମଙ୍ଗଳ କାମନା କରୁଥିଲା, ସାରା ଜଗତକୁ ଯେ ଜ୍ଞାନ ବାଣ୍ଟୁଥିଲା, ନିଜେ ଯେ ଜ୍ଞାନମୟ, ଯେ ଗୌରବମୟ, ତା ହେଲା ଭାରତ ବର୍ଷ। ତେଣୁ ଯେଉଁ କଙ୍କାଳ ଗଢଣ ଅର୍ଥାତ୍ ଯୋଉ ଇମ୍ପ୍ରିଣ୍ଟ, ଯୋଉ ଛାପ ଏତେ ଦିନ ରହିଛି, ଏଇ ତାହାର ସୁଷ୍ଠୁତ୍ୱର ହିଁ ନିଦର୍ଶନ। ଏଇଟା ପ୍ରମାଣ କରୁଛି ଯେ କେତେ ସୁନ୍ଦର ଭାବରେ ଆମ ମାନଙ୍କର ଶାସନ ସଂସ୍ଥା ଚାଲିଥିଲା। ବ୍ୟକ୍ତି ସ୍ୱାତନ୍ତ୍ର୍ୟ, ସାମ୍ପ୍ରଦାୟ ସ୍ୱାତନ୍ତ୍ର୍ୟ, ସମାଜ ସ୍ୱାତନ୍ତ୍ର୍ୟ, ରାଷ୍ଟ୍ର ସ୍ୱାତନ୍ତ୍ର୍ୟ ସଙ୍ଗତି ଲାଭ କରି ପାରସ୍ପରିକ ସ୍ୱାର୍ଥାନ୍ୱିତ ହୋଇ ସ୍ୱତଃ ହିଁ ଐକ୍ୟବଦ୍ଧ ହୋଇଥିଲେ ଆଦର୍ଶରେ। ଯେପରି ମଣିଷ ଛୋଟ ହୋଇଯାଏ କୃଷ୍ଟିରେ, ଅନ୍ତରେ, ବାହାରେ, ଏ ପ୍ରକାରର ପଥ ଗୁଡାକ ଉପରେ କଡା ଶାସନ ଥିଲା ଓ ସାମ୍ପ୍ରଦାୟିକ ଭାବେ, ସାମାଜିକ ଭାବେ ଓ ରାଷ୍ଟ୍ରୀୟ ଭାବେ ସମସ୍ତଙ୍କର ଇଣ୍ଡିଭିଜୁଆଲିଟି ବି ଥିଲା, ପୁଣି ନିୟମକୁ ମାନି ଚଳିବାଟା ମଧ୍ୟ। ଆଉ ବ୍ୟଷ୍ଟି ବୈଶିଷ୍ଟ୍ୟ ଯେପରି ପରିପୁଷ୍ଟ ହୁଏ, ସେଇ ଥିଲା ପୋଷଣୀୟ ନୀତି। ତା ହୋଇ ସାମାଜିକ, ସାମ୍ପ୍ରଦାୟିକ ବା ରାଷ୍ଟ୍ରିକ ପ୍ରତି ଜୀବନର ହିଁ ପ୍ରତ୍ୟେକ ବର୍ଣ୍ଣ ତାର କର୍ମ କଳାର ଭିତର ଦେଇ ପ୍ରତ୍ୟେକ ବର୍ଣ୍ଣ କର୍ମ କଳାର ଭିତର ଦେଇ ପ୍ରତ୍ୟେକ ବର୍ଣ୍ଣ ସଙ୍ଗେ ଯେପରି ଯୁକ୍ତ ଥିଲା, ପ୍ରଜନନ ଦିଗ ଦେଇ ସେପରି ଥିଲା ଐକ୍ୟ ସମ୍ବନ୍ଧ। ଅନୁଲୋମ କ୍ରମେ ମସ୍ତିଷ୍କରେ, ଶ୍ରମରେ, ଚରିତ୍ରରେ ପ୍ରତିଲୋମକୁ ଲୌହ ହସ୍ତରେ ଶାସନ କରାଯାଉଥିଲା। ପ୍ରତିଲୋମ ଉନ୍ନତିକୁ ସ୍ତବ୍ଧ କରେ, ବୈଶିଷ୍ଟ୍ୟକୁ ଧ୍ୱଂସ କରେ, କୁ ପ୍ରଜନନକୁ କ୍ରମାନ୍ୱୟୀ କରି ତୋଳେ, ଯେଉଁଥିରେ ମଣିଷର ମସ୍ତିଷ୍କର ଅଭାବ ଘଟେ,
ସ୍ନାୟୁ ଆଉ ଶରୀର ଅପକର୍ଷ ହୁଏ, ଦୁର୍ବଳ ପ୍ରଜନନର ଉଦ୍ଭବ ହୁଏ। ସେଥିପାଇଁ କୌଣସି ବର୍ଣ୍ଣ ହିଁ ଏହି ବୈଶିଷ୍ଟ୍ୟ ଧ୍ୱଂସୀ ପ୍ରତିଲୋମକୁ ପ୍ରଶ୍ରୟ ଦଉନଥିଲା। ଦେଖନ୍ତୁ, ପ୍ରତିଲୋମକୁ ଲୌହ ହସ୍ତ, ଠାକୁର ଏଇଟା ଆଉ ଗୋଟେ ନୂତନ ଶବ୍ଦ ପ୍ରୟୋଗ କଲେ, ଲୌହ ହସ୍ତ। ମାନେ ଲୁହାର ହାତରେ ମାରିଲେ ଯୋଉ ପ୍ରକାର ପ୍ରହାର ହୁଏ, ସେଇ ହସ୍ତରେ ଦମନ କରାଯାଉଥିଲା। ଅନୁଲୋମକୁ ତ ପ୍ରଶ୍ରୟ ଥିଲା, କିନ୍ତୁ ପ୍ରତିଲୋମକୁ ପୁରା ଧ୍ୱଂସ କରାଯାଉଥିଲା। କୌଣସି ବର୍ଣ୍ଣ, ନା ବିପ୍ର, ନା କ୍ଷତ୍ରିୟ, ନା ବୈଶ୍ୟ, ନା ଶୂଦ୍ର, କୌଣସି ବର୍ଣ୍ଣ ପ୍ରତିଲୋମ କରିବାର କଥା ସ୍ୱପ୍ନରେ ସୁଦ୍ଧା ଚିନ୍ତା କରିପାରୁନଥିଲା। କାରଣ ପ୍ରତିଲୋମ ଉନ୍ନତିକୁ ସ୍ତବ୍ଧ କରି ତୋଳେ, ବୈଶିଷ୍ଟ୍ୟକୁ ଧ୍ୱଂସ କରେ, କୁପ୍ରଜନନକୁ କ୍ରମାନ୍ୱୟୀ କରି ତୋଳେ। କୁପ୍ରଜନନ ଦିନକୁ ଦିନ ବଢି ଚାଲେ, ଯେଉଁଥିରେ ମଣିଷର ମସ୍ତିଷ୍କର ଅଭାବ ଘଟେ, ସ୍ନାୟୁ ଆଉ ଶରୀର ଅପକର୍ଷ ହୁଏ। ସେଥିରେ ସ୍ନାୟୁ ଆଉ ଶରୀର ମଧ୍ୟ ଅପକର୍ଷ ହୁଏ, ନ୍यूनतर ଦିଗରେ ଧାଏଁ, ଦୁର୍ବଳ ପ୍ରଜନନର ଉଦ୍ଭବ ହୁଏ। ସେଥିପାଇଁ କୌଣସି ବର୍ଣ୍ଣ ହିଁ ଏହି ବୈଶିଷ୍ଟ୍ୟ ଧ୍ୱଂସୀ ପ୍ରତିଲୋମକୁ ପ୍ରଶ୍ରୟ ଦେଉନଥିଲା। ଆଉ ଏହାର ବ୍ୟତ୍ୟୟୀ ଯେ ସେ କେବଳ ସାମ୍ପ୍ରଦାୟିକ ଶାସନରେ ପଡୁନଥିଲା, ୟାର ଯେ ବ୍ୟତ୍ୟୟ କରୁଥିଲା, ସେ ତତ୍କାଳୀନ ଯୋଉ ସାମ୍ପ୍ରଦାୟିକ ଶାସନରେ ପାର୍ଟିସିପେଟ କରୁନଥିଲା, ତାକୁ ସମାଜରୁ ବାହାର କରି ଦିଆଯାଉଥିଲା। ସାମାଜିକ ଓ ରାଷ୍ଟ୍ରିକ ଶାସନରେ ବି ପଡି ଯାଉଥିଲା। ଯେତେବେଳେ ରାଷ୍ଟ୍ର ଦାୟିତ୍ୱ ପ୍ରତି ବ୍ୟକ୍ତି ସଜାଗ ହୋଇ ଉଠୁଥିଲା, ବ୍ୟଷ୍ଟି ଓ ସମଷ୍ଟିର ଧର୍ମ, ଜୀବନ ଓ ସମ୍ପଦ ରକ୍ଷାର ଭିତର ଦେଇ, ସେତେବେଳ ଠାରୁ ହିଁ କିନ୍ତୁ ବ୍ୟକ୍ତି ସ୍ୱାଧୀନତା ଆରମ୍ଭ ହେଲା। ତା ଆଗରୁ ଯେତେ ବଡ ସ୍ୱାଧୀନ କରି ହିଁ ଦିଆଯାଉ, ତୁମେ ସ୍ୱରେ ଉଦ୍ଭବ ହେଇ ଉଠିନ। ଏଇଟା ଯେପର୍ଯ୍ୟନ୍ତ ତୁମର ଇଣ୍ଡିଭିଜୁଆଲିଟିକୁ ଧାରଣ କରିବାର କ୍ଷମତା ଆସିନି, ତୁମେ ସ୍ୱାଧୀନ ହେଇ ମଧ୍ୟ ପରାଧୀନ। ତୁମେ ଯେତେ ବଡ ସ୍ୱାଧୀନତାରେ ବି ଛିଡା ହୁଅ ନା କାହିଁକି, ଯେ ସ୍ୱ ତୁମକୁ ଜାଗ୍ରତ ଉଦ୍ବୋଧନରେ ତୁମର ସପାରିପାର୍ଶ୍ୱିକ ପ୍ରତିଟି ନିଜର ଧର୍ମ, ଜୀବନ ଓ ସମ୍ବର୍ଦ୍ଧନାରେ ସେବାରେ ପ୍ରତ୍ୟକ୍ଷ ଭାବେ ସକ୍ରିୟତାରେ ଉଦ୍ଦୀପ୍ତ ହୋଇ ଉଠେ, ଏହି ଭାରତୀୟ ସମାଜତନ୍ତ୍ର ବା ସମ୍ପ୍ରଦାୟତନ୍ତ୍ର ବର୍ଣ୍ଣାନୁଗ ବ୍ୟକ୍ତି ବୈଶିଷ୍ଟ୍ୟର ପରିପୂରଣୀ ଦେଇ ପ୍ରଗତି ଓ ପ୍ରଜନନର ଉତ୍କର୍ଷ ବ୍ୟବସ୍ଥା ବି ଯେପରି ଛାଡ଼ିନି, ସେପରି ଆଦର୍ଶାନୁଗ ପାରସ୍ପରିକ ସହଯୋଗିତାର ଭିତର ଦେଇ ପ୍ରତି ବୈଶିଷ୍ଟ୍ୟର ସମନ୍ୱୟୀ ସହଯୋଗିତାରେ ପାରିପାର୍ଶ୍ୱିକର ବୈଶିଷ୍ଟ୍ୟାନୁପାତିକ ଉନ୍ନତିକୁ ଅବହେଳା କରିନି। ଭାରତୀୟ ସମ୍ପ୍ରଦାୟତନ୍ତ୍ର ବା ସମାଜତନ୍ତ୍ର, ସେଇଟା ହଉଛି ମସ୍ତ ବିଶେଷତ୍ୱ। ତା ଯେପରି ଅର୍ଥନୈତିକ ଦିଗ ଦେଇ ବ୍ୟସ୍ତି ସମଷ୍ଟି ନେଇ, ସେପରି ଅନ୍ତର୍ଜଗତ ବା ଆଧ୍ୟାତ୍ମିକ ଜଗତର ଉନ୍ନତି ଦିଗ ଦେଇ ବ୍ୟଷ୍ଟି ଓ ସମଷ୍ଟିକୁ ନେଇ, ବ୍ୟଷ୍ଟି କହିଲେ ଇଣ୍ଡିଭିଜୁଆଲ, ସମଷ୍ଟି କହିଲେ କଲେକ୍ସନ, ମାନେ ମଣିଷ ନିଜେ ବି ବଞ୍ଚିବ, ସମଷ୍ଟିକୁ ନେଇ ବଞ୍ଚିବ, ସମସ୍ତଙ୍କୁ ଉନ୍ନତିର ପଥରେ ଚାଳିତ କରିବ। ଏଇ ଜିନିଷଟା ଥିଲା ଆର୍ଯ୍ୟକୃଷ୍ଟିର। କେବେ ସେଥିରେ କେହି ଇଣ୍ଟରଫିୟରାନ୍ସ କରିପାରୁନଥିଲେ, ସେଥିରେ କେହି ହାତ ମାରି ପାରୁନଥିଲେ, ହସ୍ତକ୍ଷେପ କରିପାରୁନଥିଲେ, କାହାର ସଂଗତି ଭିତରେ କେହି ପ୍ରବେଶ କରିପାରୁନଥିଲେ। ଆଉ ଏପରି ଅନ୍ତର୍ଜଗତ ଆଉ ଆଧ୍ୟାତ୍ମିକ ଜଗତର ଉନ୍ନତିଟାକୁ ମୂଳ ଭାବରେ ଦେଖାଯାଇଥିଲା ଭାରତ ବର୍ଷରେ, ଯୋଉଟା କି ଆଜି ଲୋକ ମ୍ୟାଟେରିଆଲିଷ୍ଟିକ ହେଇଛି। ଆଜି ଲୋକ ତାର ମନ ଇଚ୍ଛା ଚଳଣୀରେ ଅଭ୍ୟସ୍ତ ହେଇଛି, ବିଧ୍ୱଂସମୁଖୀ ଚଳଣୀରେ ଚାଲିଛି। ଆଧ୍ୟାତ୍ମିକତା ଆଜି ଲୋକମାନଙ୍କ ଜଗତରୁ ଦୂରେଇ ଯାଇଛି। ଲୋକ ଆଜି ପଞ୍ଚ ମକାର ସାଧନାର ଅପବ୍ୟୟରେ ବ୍ୟସ୍ତ, ମଦ୍ୟ, ମାଂସ, ମତ୍ସ୍ୟ, ମୁଦ୍ରା, ମୈଥୁନ, ପଞ୍ଚ ମକୁ ନେଇ ବ୍ୟସ୍ତ। କିନ୍ତୁ ଆଧ୍ୟାତ୍ମିକ ଦିଗର କଥା କହିଲେ ଲୋକମାନେ ନାକରେ ହାତ ଟେକନ୍ତି। ହାସ୍ୟାସ୍ପଦ କଥା ମନେ ହୁଏ। ଯୁବପିଢିଙ୍କର କଥା ଦେଖିଲେ ତ ମନେ ହିଁ ହୁଏ ନା ଯେ ଆମେମାନେ ଆର୍ଯ୍ୟୋତ୍ତର ଚଳଣି, ଆର୍ଯ୍ୟ ସଂସ୍କୃତିର ସନ୍ତାନ। ଏ କଥା କେବେ ବି କେହି ମନେ କରିପାରିବନି। ତେଣୁ ଅନ୍ତର୍ଜଗତ ବା ଆଧ୍ୟାତ୍ମିକ ଜଗତର ଉନ୍ନତି ଦିଗ ଦେଇ
ବ୍ୟଷ୍ଟି ଓ ସମଷ୍ଟିକୁ ନେଇ ସେମାନେ ଚାହାନ୍ତି ବଞ୍ଚି ରହି ବଢିବାକୁ ଆଦର୍ଶରେ, ଐକ୍ୟରେ, ସହଯୋଗିତାରେ, ଶ୍ରମରେ, ଅର୍ଜନରେ, ଆଦାନ ପ୍ରଦାନରେ, ସୁପରିବେଷଣରେ, ସୁବ୍ୟବସ୍ଥାରେ ସୁଷ୍ଠୁ କରି, ସବୁଟାକୁ ନେଇ, ସବୁ ଦିଗ ଦେଇ, ବ୍ୟଷ୍ଟିକୁ ସାର୍ଥକ କରି ସମଷ୍ଟିରେ, ସବୁଟାକୁ ସାର୍ଥକ କରି ଆଦର୍ଶ ଚଳନରେ, କୃଷ୍ଟିର ପଥରେ, ଆଉ ଯାହା କିଛି ସବୁକୁ ସାର୍ଥକ କରି ସତ୍ତାରେ, ଭୂମାୟିତ କରି ଏକ ଅଦ୍ୱିତୀୟରେ। ଏକ ଅଦ୍ୱିତୀୟ କିଏ? ଈଶ୍ୱର ପୁରୁଷୋତ୍ତମ। ତାଙ୍କୁ ହିଁ ସର୍ବତୋମୁଖୀ ଚଳଣୀରେ ବହନ କରି ମାନି ଚଳନ୍ତି ଯେଉଁମାନେ, ଆଉ ଯାହା କିଛି ସବୁକୁ ସାର୍ଥକ କରି ସତ୍ତାରେ, ଭୂମାୟିତ କରି ଏକ ଅଦ୍ୱିତୀୟରେ। ରାଷ୍ଟ୍ର ଥିଲା ଏହାର ଏକ ଭିତ୍ତି ବା ମଞ୍ଚ। ମାନେ ରାଷ୍ଟ୍ର ଗଠନ କରିବାଟା ସମସ୍ତଙ୍କର ମୂଳ ଉଦ୍ଦେଶ୍ୟ ଥିଲା, ଯାହାର ବୈଶିଷ୍ଟ୍ୟ ହିଁ ଥିଲା ଏହି ନୀତି ବା ଦର୍ଶନକୁ ବାସ୍ତବ ମୂର୍ତ୍ତି ଦେଇ ସୁବ୍ୟବସ୍ଥା ଓ ଅନୁଶାସନରେ ପ୍ରତିଟି ବ୍ୟକ୍ତି ସ୍ୱାତନ୍ତ୍ର୍ୟକୁ ସମଷ୍ଟି ସ୍ୱାତନ୍ତ୍ର୍ୟରେ ସୁସଙ୍ଗତ କରି ସହଜ ସ୍ୱତ ସହଯୋଗିତାରେ ତାର ଅନୁକ୍ରମଣୀ ସୁପରିବେଷଣରେ ପ୍ରତ୍ୟେକଙ୍କୁ ତାର ନିଜର ବୈଶିଷ୍ଟ୍ୟର ପରିପୋଷଣୀ କରି ବୈଶିଷ୍ଟ୍ୟ ମାଫିକ ପରସ୍ପରର ପରିପୋଷଣୀ ହୋଇ କୃଷ୍ଟିଚର୍ଯ୍ୟାରେ ଅନ୍ତରରେ ଏବଂ ବହିର୍ଜଗତର ସଙ୍ଗତି ସହକାରେ ଉନ୍ନତିରେ ଅବାଧ କରି ତୋଳିବା। ଅନ୍ତର ଜଗତ ପୁଣି ବହିର୍ଜଗତ ଉନ୍ନତିରେ ଅବାଧ କରି ତୋଳିବାଟା ହିଁ ତାଙ୍କର ପ୍ରକୃତ ଲକ୍ଷ୍ୟ ଥିଲା। ବଞ୍ଚିବାରେ, ବଢିବାରେ, ସମ୍ପଦରେ, ଶିକ୍ଷାରେ, ଶ୍ରମରେ, ଉପଚୟୀ ଉତ୍ପାଦନରେ, ଅର୍ଜନରେ, ସମୃଦ୍ଧ ପ୍ରଜନନରେ ସର୍ବତୋମୁଖୀ କରି ରାଷ୍ଟ୍ରର କ୍ରୀତଦାସ ହୋଇ କାହାରିକୁ ବି ରହିବାକୁ ପଡୁନଥିଲା। ରାଷ୍ଟ୍ର ଥିଲା ଗଣସେବୀ ଶାସକ। ରାଷ୍ଟ୍ର କଣ ଥିଲା? ନା ଲୋକମାନଙ୍କର ସେବା ଯୋଉଥିରେ ହବ, ଗଣସେବୀ ଶାସକ। ଆଉ ସମାଜ ଓ ରାଷ୍ଟ୍ରରେ ତ ଦୂରର କଥା, କୌଣସି ସମ୍ପ୍ରଦାୟର କେଉଁଠାରେ ବି ବୈଶିଷ୍ଟ୍ୟ ପରିପୋଷଣୀ ସେବା ଏତେ ଟିକେ ଅବଜ୍ଞାନ୍ତ ହେଲେ ବି କୈଫିୟତ ଦବାକୁ ପଡୁଥିଲା। ଯଦି କୌଣସି ଜାଗାରେ କାହାକୁ କୈଫିୟତ ଦବାକୁ ପଡୁଥିଲା? କାରଣ ସେତେବେଳର ଶାସନର ବ୍ୟବସ୍ଥା ଋଷିମୁନି ମାନଙ୍କର ହାତରେ ଥିଲା। ଯଦିଓ ରାଜାମାନେ ଶାସନ କରୁଥିଲେ, କିନ୍ତୁ ସେମାନଙ୍କର ପରାମର୍ଶଦାତା ଥିଲେ ଋଷିମୁନି, ଯୋଉମାନେ କି ରାଷ୍ଟ୍ରର ଖବରକୁ ବୁଲି ବୁଲି ଆଣିକି ରାଜାଙ୍କ ପାଖରେ ପ୍ରଦାନ କରୁଥିଲେ। କିନ୍ତୁ ଆଜି କୋଉ ଅବସ୍ଥାରେ ପରିଣତ ହେଇଛି ଆପଣ ଦେଖନ୍ତୁ। ଲୋକମାନେ ଭୋଟ ତ ନଉଛନ୍ତି, କିନ୍ତୁ ସେମାନେ ଦିନକ ପାଇଁ କେବେ କୋଉଠିକି ବୁଲି ଯାଇନାହାନ୍ତି। ବରଂ ରାଜରାସ୍ତାରେ ଆନ୍ଦୋଳନ ପ୍ରତିଦିନ ଚାଲିଛି। ଶିକ୍ଷକ ମାନଙ୍କର, ଅଧ୍ୟାପକ ମାନଙ୍କର, ଆଶାକର୍ମୀ ବିଭିନ୍ନ ମାନଙ୍କର ଆନ୍ଦୋଳନ ଉପରେ ଆନ୍ଦୋଳନ, ଥ୍ରେଟେନିଂ ଉପରେ ଥ୍ରେଟେନିଂ। କିନ୍ତୁ ଆର୍ଯ୍ୟ ସମାଜର ବ୍ୟବସ୍ଥା କେମିତି? ରାମଙ୍କର କଥା ତ ଆପଣ ଜାଣନ୍ତି, ନିଜେ ଛଦ୍ମ ବେଶରେ ବୁଲୁଥିଲେ। ସେମିତି ପ୍ରତ୍ୟେକଟି ରାଷ୍ଟ୍ର ନେତା, ପ୍ରତ୍ୟେକଟି ମେୟର, ପ୍ରତ୍ୟେକଟି କର୍ପୋରେଟର, ପ୍ରତ୍ୟେକଟି ଜିଲ୍ଲାପାଳ, ରାଜ୍ୟପାଳ, ଏ ସମସ୍ତଙ୍କର ଦାୟିତ୍ୱ ଦରକାର। କାରଣ ଆଡମିନ ବିଭାଗରେ ଯୋଉମାନେ ଅଛନ୍ତି, ଲୋକଙ୍କର ଭଲଟାକୁ ଦେଖିବା ଏଇଟା ଥିଲା। ଆଉ ନହେଲେ ସେମାନେ ଦଉଥିଲେ କୈଫିୟତ କାହା ଆଗରେ? ନା ମନ୍ତ୍ରୀ ମଣ୍ଡଳ ଆଗରେ, ଯୋଉମାନେ ଋଷି ମୁନି ଥିଲେ। ଆଜି ତ ମନ୍ତ୍ରୀ ଠକ, ମାନେ ଯୋଉ କହନ୍ତିନି ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହାଚ, ସମସ୍ତେ ତ ଠକ। କିଏ ଭଲ? ଭଲର ତ ଦୁନିଆ ହିଁ ନାହିଁ। ଭଲ ଲୋକ ତ ଜଗତରେ ମିଳୁ ହିଁ ନାହାନ୍ତି। ତେଣୁ କିଏ କାହାକୁ କୈଫିୟତ ଦବ? ସମସ୍ତେ ଲାଞ୍ଚଖୋର। ଯିଏ ଯୋଉଠି ରହିଲା ସେ ଲାଞ୍ଚ ନବାରେ ବ୍ୟସ୍ତ, ଠକିବାରେ ବ୍ୟସ୍ତ। ଯେତେ ଯିଏ ଠକି ପାରିଲା ସେ ସେତେ ଭଲ ଲୋକ ହେଇଛି। କାରଣ ବର୍ତ୍ତମାନ କଳିର ଦୁଷ୍ପ୍ରଭାବ ଟା ସେଇ ପ୍ରକାରର ଗ୍ରାସ କରି ପକେଇଛି ସମଗ୍ର ମଣିଷର ମନକୁ, ତାର ମସ୍ତିଷ୍କକୁ। ତେଣୁ ଯେତେ ଅପକର୍ମ ଯିଏ କରୁଛି ସେ ସେତେ କୈଫିୟତ ଦଉନି, ତାର ସେତେ ମଙ୍ଗଳ ହଉଛି। ସେଇଟା ଆମେ ଦେଖିବାକୁ ପାଉଛେ ବର୍ତ୍ତମାନ ସମୟରେ। କିନ୍ତୁ କଥା ତ ସେ ପ୍ରକାର ନୁହେଁ। ଖରାପ କର୍ମର ଫଳ ଖରାପ ହିଁ ହବ। ହୁଏତ କିଛି ସମୟ ପାଇଁ ଆପଣ ଦେଖିପାରୁଥିବେ ଲୋକମାନେ ବହୁତ ଉପରକୁ ଚାଲି ଯାଉଛନ୍ତି, ପରେ କିନ୍ତୁ ଭିଜିଲାନ୍ସ ରେଡ ହ୍ୟାଣ୍ଡେଡଲି ଧରା ହଉଛି, ବିଭିନ୍ନ ତଳି ତଳାନ୍ତ ଘର ସିଜ ହଉଛି। କର୍ମର ଫଳ ନିଶ୍ଚିନ୍ତ ଫଳିବ। କିନ୍ତୁ ସମାଜର ବ୍ୟବସ୍ଥାଟା ଦେଖନ୍ତୁ,
ରାମଙ୍କର କଥା ଦେଖନ୍ତୁ, ରାଜ୍ୟ ଶାସନର କଥା, ମହାଭାରତରେ ମଧ୍ୟ ରାଜ୍ୟ ଶାସନର କଥା। ଯେତେବେଳେ ସରଶଯ୍ୟାରେ ପିତାମହ ଭୀଷ୍ମ ପଡିଛନ୍ତି, ଯୁଧିଷ୍ଠିରଙ୍କୁ କହୁଛନ୍ତି ସେ ବ୍ୟବସ୍ଥାଟା ଆମର କେମିତି ଥିଲା, ଆମର ସମାଜ ବ୍ୟବସ୍ଥା କୋଉ ରକମର, ଆଜି କଣ ହେଇଛି ନା ଶିକ୍ଷା, ନା କଳା, ନା ସ୍ୱାସ୍ଥ୍ୟ, କୋଉ ଦିଗରେ ସରକାରଙ୍କର ଦୃଷ୍ଟିପାତ ନାହିଁ। କେବଳ ଉପର ଠାଉରିଆ ଗୋଟେ ବାହାନାବାଜିର କଥା ଆମେ ସବୁ ସରକାରଙ୍କର ପ୍ରତିଶ୍ରୁତିରେ ଦେଖୁଛୁ, କିନ୍ତୁ ଅନେଷ୍ଟଲି କିଭଳି ଉନ୍ନତିଟା ହବ ସେ ଦିଗରେ କେବେ ବୁଦ୍ଧିଜୀବୀଙ୍କର ମତ ନିଆଯାଉନି। ମନ୍ତ୍ରୀ ମାନେ ଯାହା ଡିସାଇଡ କରିବେ, ଯୋଉମାନଙ୍କର ଯୋଗ୍ୟତା ନାହିଁ, ଯୋଉମାନେ ଅ ଅକ୍ଷର ବିବର୍ଜିତ, ଯୋଉମାନେ ଶିକ୍ଷାର ସ ଅକ୍ଷରର କେବେ ଧାର ଧାରନ୍ତିନି, ଯୋଉମାନେ ସ୍ୱାସ୍ଥ୍ୟ, ଶିଳ୍ପ, କୃଷିର ତାଙ୍କର କିଛି ନାହିଁ ହିଁ, ସେଇମାନେ ଆଜି ରାଷ୍ଟ୍ର ଗଠନକାରୀ। କିନ୍ତୁ ଯୋଉମାନେ ପ୍ରକୃତରେ ଅସୁବିଧା ଭୋଗ କରୁଛନ୍ତି, ପ୍ରକୃତ ସମସ୍ୟା କଣ, ଯୋଉମାନେ ସେଇ ଫିଲ୍ଡରେ କାମ କରୁଛନ୍ତି, ତାଙ୍କୁ ଆଜି ସ୍ଥାନ ନାହିଁ। କିନ୍ତୁ ଆର୍ଯ୍ୟ ଭାରତ ବର୍ଷର ବ୍ୟବସ୍ଥା ଏଇ ପ୍ରକାର ନଥିଲା। ଯଦି ପ୍ରକୃତ ଆର୍ଯ୍ୟତ୍ୱ କାହା ଭିତରେ ଜାଗ୍ରତ ହେଇଥାନ୍ତା, ସେ ଏ ପ୍ରକାର ନଷ୍ଟ କେବେ ହେଇପାରି ନଥାନ୍ତା। ତାପରେ କୈଫିୟତ ଦବାକୁ ତାଙ୍କୁ ତ ପଡୁଥିଲା ହିଁ। ଲୋକମତ, ସମ୍ପ୍ରଦାୟ, ସମାଜ ଏବଂ ରାଷ୍ଟ୍ରର ସମର୍ଥନ ସମୃଦ୍ଧ ହୋଇ ଶାସନ କରୁଥିଲା, ନିୟନ୍ତ୍ରିତ କରୁଥିଲା ସେହି ମଞ୍ଚାଧିନାୟକ ମାନଙ୍କୁ। ଯଥାବିହିତ ଯେଉଁଠାରେ ଯେପରି ପ୍ରୟୋଜନ, ଧର୍ମ ଓ କୃଷ୍ଟିର ଦେହରେ ଯେପରି ଟିକେ ବି ଆଞ୍ଚୁଡା ନ ଲାଗେ, ଏ ପ୍ରକାରର ସତର୍କ ଚକ୍ଷୁ ଓ ଧି ନେଇ ଛୋଟକୁ ବଡ କରିବାର ଅଭିଯାନରେ, ଜନ୍ମରେ, କୃଷ୍ଟିରେ, ଅର୍ଜନରେ, ଶିକ୍ଷାରେ, ସ୍ୱାସ୍ଥ୍ୟରେ, ପ୍ରତିଭାରେ, ଶ୍ରମ, ସେବା, ସୌକର୍ଯ୍ୟରେ, ଉପଚୟୀ ଉତ୍ପାଦନରେ, ଯଥା ପ୍ରୟୋଜନ ସାମ୍ୟ ପରିବେଷଣରେ, ମୂର୍ତ୍ତ ଆଦର୍ଶରେ ସକ୍ରିୟ ଆତ୍ମନିୟୋଗ କରିଛନ୍ତି ଯେଉଁମାନେ, ଯେଉଁମାନଙ୍କର ଚରିତ୍ର ଚଳଣୀରେ ସ୍ଫୁର୍ତ୍ତ ଜୀବନ୍ତ ହୋଇଥିଲା ଆଦର୍ଶ, କୃଷ୍ଟି, ଧର୍ମ, ସେବା, ବାସ୍ତବରେ, ଚିନ୍ତା ଚଳନରେ, ବାସ୍ତବ ପ୍ରଜ୍ଞାରେ, ସମ୍ପ୍ରଦାୟ, ସମାଜ, ରାଷ୍ଟ୍ର ସେବାରେ ଯେଉଁମାନେ ଦକ୍ଷ, ସେଇମାନେ ହିଁ ସେମାନଙ୍କର ଗୁଣକ୍ରମ ପର୍ଯ୍ୟାୟରେ ପୁରଧ୍ୟାସୀର ଆସନରେ ହିଁ ସବୁ ସମୟରେ ହିଁ କାର୍ଯ୍ୟକାରୀ ଚଳଣୀରେ ଆସୀନ ରହୁଥିଲେ। ଦେଖନ୍ତୁ, କୋଉମାନେ କାର୍ଯ୍ୟକାରୀ ଚଳଣୀରେ ରହୁଥିଲେ, ଯୋଉମାନଙ୍କର ପ୍ରକୃତ ଦକ୍ଷତା ଥିଲା, ଯେଉଁମାନଙ୍କର ଚରିତ୍ରରେ ଚରିତ୍ରବାନ ହୋଇ ଉଠୁଥିଲା ଗଣ ସମୂହ, ଯେଉଁମାନଙ୍କର ଦୀପନ ଚରିତ୍ରରେ ଦୀପ୍ତ ହେଇ ଉଠୁଥିଲା ପ୍ରତି ଲୋକଚକ୍ଷୁ, ନିଜ ନିଜର ବୈଶିଷ୍ଟ୍ୟରେ ଛିଡା ହୋଇ କେନ୍ଦ୍ରୀୟ ମଞ୍ଚରେ ଯେଉଁଠି ଯେତେବେଳେ ହିଁ କୌଣସି ଯୋଗ୍ୟତାର ଅଭାବ ହେଉଥିଲା, ନିଷ୍ଠାର ଅଭାବ ହୋଇ ଉଠୁଥିଲା, ସେଇ ସମ୍ପ୍ରଦାୟ ବା ସମାଜ ବା ରାଷ୍ଟ୍ରୀୟ ପୁରୋଧ୍ୟାସୀଙ୍କ ଆସନରୁ ସ୍ୱତଃ ଅନୁବର୍ତ୍ତିତାରେ ସେମାନଙ୍କର କେହି ସେହି ସ୍ଥାନକୁ ପରିପୂର୍ଣ୍ଣ କରୁଥିଲେ। ଆହୁରି ବି ଦକ୍ଷତାର ସହିତ ତଡ଼ିତ୍ ସକ୍ରିୟତାରେ ଯେପରି ରାଷ୍ଟ୍ର ନିୟନ୍ତ୍ରିତ ହୋଇପାରେ, ତୀକ୍ଷ୍ଣ ଚକ୍ଷୁ, ସତର୍କ ସନ୍ଧିଶ୍ଚା, ହୃଦୟ ଢଳା, ସକ୍ରିୟ ସହଯୋଗିତା ସହିତ ସେହି ଆସନକୁ ସୌଷ୍ଠବ ମଣ୍ଡିତ କରି ତୋଳିବାକୁ ପରବର୍ତ୍ତୀ ଯିଏ, ସଙ୍ଗେ ସଙ୍ଗେ ସେହି ସମ୍ପ୍ରଦାୟ ହିଁ ହେଉ, ସମାଜ ହିଁ ହେଉ, ଆଉ ରାଷ୍ଟ୍ର ହିଁ ହଉ, ତାର ହିଁ ପୁରୋଧ୍ୟାସୀ ପଦରେ ପ୍ରତିଷ୍ଠିତ ହୋଇ ଅଭିଦୀପ୍ତିର ସହିତ ତାର ପରିଚାଳନା କରୁଥିଲେ। ଅସାଧୁ ଉଦ୍ୟମକୁ ତାର ପରିବେଶରେ ନିରୁଦ୍ଧ ଓ ନିୟନ୍ତ୍ରିତ କରି ପାରସ୍ପରିକ ଲୋକସଂହତିର ସୁବିନ୍ୟାସୀ ପରିଶାସନରେ, କାରଣ ବ୍ୟକ୍ତିଗତ ସ୍ୱାର୍ଥକୁ ପାରସ୍ପରିକ ସହଯୋଗିତାର ଭିତର ଦେଇ ଉତ୍କ୍ରମଣ ପରତନ୍ତ୍ରୀ କରି ତୋଳିବା ହିଁ ଥିଲା ସମ୍ପ୍ରଦାୟ, ସମାଜ ଓ ରାଷ୍ଟ୍ରର କଲ୍ୟାଣ ଉତ୍ସୃଜି ସ୍ୱାର୍ଥ। ତେଣୁ ଅସାଧୁ ଯାହା, ପ୍ରତ୍ୟକ୍ଷ ଭାବେ ତା ନିରୋଧ କରିବା, ସୁଶାସନରେ ବିନ୍ୟାସ କରିବା ପ୍ରତ୍ୟେକର ହିଁ ମୁଖ୍ୟ ସ୍ୱାର୍ଥ ବୋଲି ବୋଧ କରୁଥିଲେ ପ୍ରତ୍ୟେକ। ଫଳରେ ନଥିଲା ଭୟ, ନଥିଲା ବିସମ୍ବାଦ, ନଥିଲା ବିପାକ ବିଧ୍ୱସ୍ତି, ନଥିଲା ଦାରିଦ୍ର୍ୟ, ନଥିଲା ଅକାଳ ମୃତ୍ୟୁ, କୁପ୍ରଜନନ, କୁଶ୍ଚିତ ସମୃଦ୍ଧି, କଦାଚାରର ପ୍ରବଞ୍ଚନା କ୍ଲିଷ୍ଟ, ଆତତାୟୀ ଅନୁଧାବନ, କି ଅନ୍ତରରେ କି ବାହାରେ। ଦେଖନ୍ତୁ, କିଛି ହିଁ ନଥିଲା। ଆରିଆନ କଲଚର କେତେ ମହାନ ଥିଲା, କେତେ ଉନ୍ନତ ଥିଲା, କେତେ ସମୃଦ୍ଧିଶୀଳ ଥିଲା, ଜୀବନକୁ ପ୍ରତି ମୁହୂର୍ତ୍ତରେ ଉନ୍ନତିର ଦିଗରେ ନବା ପାଇଁ କି ଆଫୁରନ୍ତ ପ୍ରଚେଷ୍ଟା ଥିଲା
आर्यन कल्चर रे थिबा लोक मानकर सेथिपई ठाकुर पुणी कहिले जो माने आर्य साम्यवाद को नहीं ही व्यस्त अर्थात ଯାହାର ଯେପରି ମାନ ବୈଶିଷ୍ଟ୍ୟାନୁପାତିକ ଯୋଗ୍ୟତା ଦାର ସେପରି ସ୍ଥାନ ଅର୍ଥାତ ପ୍ରତିଷ୍ଠା ଓ ଇଷ୍ଟାନୁଗ ସମ୍ବର୍ଦ୍ଧନୀ ଚଳନ ଆଉ ଏଇଟା ହିଁ ହଉଛି ଆର୍ଯ୍ୟ ସାମ୍ୟବାଦର ଅନ୍ତର୍ନିହିତ ତାତ୍ପର୍ଯ୍ୟ। ଏଇ ଆରିଆନ ମାନଙ୍କର ଯୋଉ ଚଳଣି ଯୋଉ ସଦାଚାର ଯୋଉ ବିବାହର ପରମ୍ପରା ଅବତାରବାଦକୁ ମାନିବା ଆର୍ଯ୍ୟ କୃଷ୍ଟିର ବର୍ଣ୍ଣାଶ୍ରମକୁ ମାନିବା ଆରିଆନ କଲଚର ଥିବା ପରମ୍ପରା ଉନ୍ନତ ଚଳଣୀରେ ନିଜକୁ ଉନ୍ନତ କରେଇ ତୋଳିବା ଏ ସବୁ ହିଁ ଆର୍ଯ୍ୟ ପୁତ୍ର ମାନଙ୍କର ଥିଲା ବୈଶିଷ୍ଟ୍ୟ। ଆରିଆନ କଲଚର ଡେଭଲପ ହେଇ ଉଠିଥିଲା ଏଇମାନଙ୍କୁ ନେଇ ହିଁ ଏଇ ଆର୍ଯ୍ୟତ୍ୱର ଚଳଣି ନେଇ ଆର୍ଯ୍ୟ ସମାଜକୁ ଉଦ୍ବର୍ଦ୍ଧନାରେ ଉନ୍ନତ କରିବା ପାଇଁ ଆରିୟନ ମାନଙ୍କର ଥିଲା କି ଅନ୍ତର୍ନିହିତ ପ୍ରଚେଷ୍ଟା ଏହାକୁ ଦେଖିଲେ ସ୍ପଷ୍ଟ ଭାବରେ ହଁ ରାମାନନ୍ଦ ଭାଇ କୁହନ୍ତୁ। ହ୍ୟାଲୋ। ହଁ କରିଦେଇଛି କରିଦେଇଛି କହୁନାହାନ୍ତି। ଆର୍ଯ୍ୟ ଚଳଣୀକୁ ମାନି ଚଳିବା ଆର୍ଯ୍ୟ ବୈଶିଷ୍ଟ୍ୟକୁ ପୁନଃ ଆମେମାନେ ନିଜ ଭିତରେ ଜାଗ୍ରତ କରିବା ଏଥିପାଇଁ ଶ୍ରୀ ଶ୍ରୀ ଠାକୁର ଆମମାନଙ୍କ ନିକଟରୁ ଆଶାବାଦୀ ଯଦି ପ୍ରକୃତରେ କେହି ଆର୍ଯ୍ୟ ସନ୍ତାନ ଅଛି ଆର୍ଯ୍ୟତର ରକ୍ତ ତା ଭିତରେ ଜାଗ୍ରତ ଆର୍ଯ୍ୟକୁ ଚଳଣୀକୁ ମାନି ଚଳିବାକୁ ଚାହେଁ ସେ ଆର୍ଯ୍ୟତାକୁ ନିଜ ଭିତରେ ଜାଗ୍ରତ କରିବା ଦରକାର ଏଇଟା ହିଁ ଆର୍ଯ୍ୟ କୃଷ୍ଟିର ବିଶେଷ ବୈଶିଷ୍ଟ୍ୟ। ଜୟ ଗୁରୁ।